ଜୟ ଜଗନ୍ନାଥ ପିଲାମାନେ, ଆଜିର ଏକ ନୂଆ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ। ଆଜି ମୁଁ ନେଇ ଆସିଛି ତୁମମାନଙ୍କ ପାଇଁ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ସୁନ୍ଦର ଭାଷଣ। ଚାଲନ୍ତୁ ଏହାକୁ ଶୁଣିବା। ସମ୍ମାନନୀୟ ସଭାପତି ମହୋଦୟ, ଉପସ୍ଥିତ ମୋର ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ ଓ ମୋର ଛୋଟ ବଡ଼ ଭାଇ ଭଉଣୀମାନେ ଏବଂ ମୋର ସହପାଠୀବୃନ୍ଦ, ସର୍ବପ୍ରଥମେ ସମସ୍ତଙ୍କୁ ମୋର ସ୍ୱାଧୀନତା ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ, ଆମ ଦେଶର 80ତମ ସ୍ୱାଧୀନତା ଦିବସ। 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ଏହା ଆମ ଦେଶର ରାଷ୍ଟ୍ରୀୟ ପର୍ବ ଅଟେ। ଆମ ଦେଶ ଭାରତକୁ ସ୍ୱାଧୀନ କରିବାରେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ବାଜି ରାଉତ ଏପରି ଅନେକ ବୀର ସଂଗ୍ରାମୀଙ୍କ ଅବଦାନ ରହିଛି। ତେଣୁ ସେମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆମେ ଅଗଷ୍ଟ ମାସ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଆସୁଛନ୍ତି। ସ୍ୱାଧୀନତା କେବଳ ଏକ ଉତ୍ସବ ନୁହେଁ, ଏହା ଏକ ବଡ଼ ଦାୟିତ୍ୱ। ଜାତୀୟ ପତାକା ତଳେ ଛିଡ଼ା ହୋଇ ଆସନ୍ତୁ ଆମେ ଶପଥ ନେବା ଯେ ଆମ ଦେଶକୁ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବା। କଥାରେ ଅଛି, ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ଏ ଭାରତର ଭୂମି ପବିତ୍ର, ସମୃଦ୍ଧ, ରତ୍ନଗର୍ଭା ଓ ଉଚ୍ଚ ସଂସ୍କୃତି ସମ୍ପନ୍ନ। ଆମେ ତା ପାଇଁ ଗର୍ବ କରିବା ଉଚିତ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।